ମାସଟିରେ ରହିଥିବା ଅଶୁଭତ୍ୱକୁ ଦୂର କରି ଶୁଭ ଫଳ ପାଇବା ନିମନ୍ତେ ତୁଳାରାଶି ଅଧିପତି ଶୁକ୍ରଦେବଙ୍କର ଅଧିଷ୍ଠାତ୍ରୀ ଦେବୀ ମା ମହାଲକ୍ଷ୍ମୀଙ୍କର ପୂଜାର୍ଚ୍ଚନା କରନ୍ତୁ। ମହାଲକ୍ଷ୍ମୀ ଅଷ୍ଟକ ପ୍ରତ୍ୟହ ପାଠ କଲେ ଧନଧାନ୍ୟର ବୃଦ୍ଧି ଘଟିଥାଏ। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। ତୁଳା ରାଶି ଦ୍ୱାଦଶ ରାଶିଚକ୍ରର ସପ୍ତମ ରାଶି। ଜାଣିବା 2025 ମସିହା ଏପ୍ରିଲ ମାସ ପାଇଁ ତୁଳାରାଶି ଜାତ ବ୍ୟକ୍ତି ସେମାନଙ୍କର କ୍ୟାରିୟର, ଆୟ, ପ୍ରେମ, ବିବାହ, ଘର, ପରିବାର ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ କ'ଣ ସବୁ ଫଳ ପାଇବାକୁ ଯାଉଛନ୍ତି। ତୁଳାରାଶି ପାଇଁ ଏପ୍ରିଲ ମାସଟି ବହୁତ ଅନୁକୂଳ ଫଳ ପ୍ରଦାନ କରିବାକୁ ଯାଉଛି। ବିଶେଷ କରି ବାଣିଜ୍ୟ ବ୍ୟବସାୟ ଓ ଚାକିରି କ୍ଷେତ୍ରରେ ସମ୍ପୂର୍ଣ୍ଣ ସଫଳତା ଅର୍ଜନ କରିବେ। ତୁଳାରାଶିର ବାଣିଜ୍ୟ ଭାବ ତଥା ସପ୍ତମ ମେଷ ରାଶିର ଅଧିପତି ମଙ୍ଗଳ ମହାଗ୍ରହ ଦଶମ ଭାବରେ ଅବସ୍ଥାନ କରି ବାଣିଜ୍ୟ କାରବାରରୁ ପ୍ରଚୁର ଅର୍ଥ ପ୍ରଦାନ କରିବେ। ଯେଉଁମାନେ ଇଲେକ୍ଟ୍ରିକାଲ ବା ଇଲେକ୍ଟ୍ରୋନିକ୍ସ, କମ୍ପ୍ୟୁଟର, ଘର ନିର୍ମାଣ ସାମଗ୍ରୀ, ରିଏଲ ଇଷ୍ଟେଟ୍ ବିଜନେସ୍ ତଥା ସରକାରୀ ଠିକାଦାରୀ କାର୍ଯ୍ୟରେ ସମ୍ପୃକ୍ତ ଅଛନ୍ତି, ସେମାନେ ସେହିସବୁ କ୍ଷେତ୍ରରୁ ପ୍ରବଳ ଧନ ଉପାର୍ଜନ କରିବେ। ଆୟର ନୂତନ ସ୍ରୋତ ଉନ୍ମୋଚିତ ହେବ। ବେପାରପତ୍ର କରିବା ପାଇଁ ଦୂର ସ୍ଥାନକୁ ଯାତ୍ରା କରୁଥିଲେ ଯାତ୍ରା ସଫଳ ହେବ ଓ କାରବାରରୁ ବେଶ୍ ଦୁଇ ପଇସା ଲାଭ କରିପାରିବେ। ଆମଦାନୀ ରପ୍ତାନି କ୍ଷେତ୍ରରେ ବ୍ୟବସାୟ କରୁଥିବା ବ୍ୟକ୍ତି ଅଭିଳଷିତ ଲକ୍ଷ୍ୟ ହାସଲ କରିବେ। ଆର୍ଥିକ ସେକ୍ଟର ଯଥା ଇନ୍ସୁରାନ୍ସ, ସେୟାର ମାର୍କେଟ, ମ୍ୟୁଚୁଆଲ ଫଣ୍ଡ ପରି ଅର୍ଦ୍ଧ ସରକାରୀ ସଂସ୍ଥାମାନଙ୍କରେ ପୁଞ୍ଜି ବିନିଯୋଗ କରିବାକୁ ଚାହୁଁଥିଲେ ଏପ୍ରିଲ ମାସର ପ୍ରଥମାର୍ଦ୍ଧ ଅପେକ୍ଷା ଦ୍ୱିତୀୟାର୍ଦ୍ଧଟି ବେଶ୍ ପ୍ରଶସ୍ତ ରହିଛି। ମାର୍କେଟରେ ବାକି ପଡ଼ିଥିବା ଟଙ୍କା ସହଜରେ ଆଦାୟ ହୋଇଯିବ। ଚାକିରି କରୁଥିଲେ ଏ ମାସରେ ଟିକିଏ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ। କିଛି ସହକର୍ମୀ ବିଶୃଙ୍ଖଳା ସୃଷ୍ଟି କରିବାକୁ ଚେଷ୍ଟା କରିବେ, କିନ୍ତୁ ଆପଣଙ୍କ କମାଣ୍ଡିଂ ନେଚର ଯୋଗୁଁ ସବୁ ଚୁପ୍ ରହିବାକୁ ବାଧ୍ୟ ହେବେ। କର୍ମକ୍ଷେତ୍ରରେ ଶତ୍ରୁ ଲାଗି ରହିଲେ ମଧ୍ୟ ଆପଣଙ୍କ ଜାତକରେ ଏହି ସମୟରେ ଶତ୍ରୁହନ୍ତା ଯୋଗ ସୃଷ୍ଟି ହୋଇଥିବାରୁ ଶତ୍ରୁ ପରାଜିତ ହେବେ। ଏପ୍ରିଲ ମାସ ଦ୍ୱିତୀୟାର୍ଦ୍ଧରେ ଚାକିରିରେ ପ୍ରମୋସନ୍ ଓ ସ୍ଥାନାନ୍ତର ଉଭୟର ଯୋଗ ଏକାଠି ଘଟିବାର ସମ୍ଭାବନା ଦେଖାଯାଉଅଛି। ଚାକିରି ବା କର୍ମକ୍ଷେତ୍ରରେ ସୁନାମ ଅର୍ଜନ କରିବେ। ତୁଳା ରାଶିର ଲଭ୍ ଲାଇଫ୍ ବା ପ୍ରେମ ସମ୍ପର୍କରେ ଜାଣିବାକୁ ଗଲେ ଜଣାଯାଏ ଏପ୍ରିଲ ମାସର ପ୍ରଥମାର୍ଦ୍ଧଟି ଉଭୟ ପ୍ରେମୀ ଯୁଗଳଙ୍କ ପାଇଁ ଭଲରେ କଟିବ ନାହିଁ। ପଞ୍ଚମ ସ୍ଥାନ ଅଧିପତି ଶନି ମହାଗ୍ରହ ଷଷ୍ଠ ଭାବରେ ତୁଳାରାଶି ଅଧିପତି ଶୁକ୍ର ମହାଗ୍ରହ ଯୁକ୍ତ ହୋଇ ରହିବା ମନ ମଧ୍ୟରେ ନିରାଶ ଭାବ ବା ହତାଶ ଭାବ ଆଣିଦେବ। ଏପ୍ରିଲ 13 ତାରିଖ ପର୍ଯ୍ୟନ୍ତ ସୂର୍ଯ୍ୟ ମଧ୍ୟ ଷଷ୍ଠ ଭାବ ମୀନ ରାଶିରେ ରହୁଥିବାରୁ ପୁଅ ଝିଅ ପରସ୍ପର ମଧ୍ୟରେ ଝଗଡ଼ା କରିପାରନ୍ତି କିମ୍ବା ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ଦେଖାଦେଇପାରେ। ଏପ୍ରିଲ 14 ତାରିଖରେ ସୂର୍ଯ୍ୟ ମୀନ ରାଶିରୁ ମେଷ ରାଶିକୁ ଗମନ କଲେ ଅବସ୍ଥାର ପରିବର୍ତ୍ତନ ଘଟିବ ଏବଂ ବୃହସ୍ପତି ଓ ଶୁକ୍ରଙ୍କର ଗୃହ ବିନିମୟ ଉଭୟଙ୍କ ମନ ମଧ୍ୟରେ ରୋମାଣ୍ଟିଜିମ୍ ଭାବର ବୃଦ୍ଧି ଘଟାଇବ। ତେଣୁ ମାସର ପ୍ରଥମାର୍ଦ୍ଧରେ ଲଭ୍ ଲାଇଫ୍ରେ ଥିବା ପୁଅ ଝିଅ ଜଗି ରଖି ଚଳିବା ଉଚିତ ହେବ। ପାରିବାରିକ ଦୃଷ୍ଟିକୋଣରୁ ବିଚାର କରିବାକୁ ଗଲେ ଜଣାଯାଏ ଦ୍ୱିତୀୟ ଭାବ ବିଛା ରାଶିର ଅଧିପତି ମଙ୍ଗଳ ଦଶମ ନୀଚ ଭାବରେ ଅବସ୍ଥାନ କରିବା ପାରିବାରିକ ବିଶୃଙ୍ଖଳାକୁ ଦର୍ଶାଉଥିବା ବେଳେ ଏହି ସ୍ଥାନକୁ ବୃହସ୍ପତିଙ୍କ ଦୃଷ୍ଟି ଉପୁଜୁଥିବା ସମସ୍ୟାର ସମାଧାନ କରିଦେବ। ଘର ଓ ପରିବାର ମଧ୍ୟରେ ଧାର୍ମିକ ଓ ଆଧ୍ୟାତ୍ମିକ ପରିବେଶ ତିଆରି ହେବ। ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହୋଇପାରେ। ଅବଶ୍ୟ
ମାସର ଦ୍ୱିତୀୟାର୍ଦ୍ଧରେ ଗୃହ ମରାମତି ବା ଘର ତିଆରି କରିପାରନ୍ତି। ଯାନବାହନ ସୌଖ୍ୟ ମିଳିବ। ସପରିବାର ଭ୍ରମଣ ଯୋଗ ରହିଅଛି। ଦାମ୍ପତ୍ୟ କଳହ ଏବଂ ଦାମ୍ପତ୍ୟ ମଧୁରତା ଉଭୟ କଥା ଏ ମାସରେ ଦେଖାଯିବ। ଅଧ୍ୟୟନରତ ତୁଳାରାଶି ଛାତ୍ରଛାତ୍ରୀ ପାଠପଢ଼ା ପ୍ରତି ବିମୁଖ ରହିବେ। ଅଳସୁଆ ହେବେ। ପରିଶ୍ରମ କରିବାରେ କୁଣ୍ଠିତ ହେବେ। ପାଠପଢ଼ା ପ୍ରତି ମନ ନିବେଶ ନ କରି ଖେଳକୁଦ ବିଶେଷ କରି ମୋବାଇଲ ଟିଭି ପ୍ରତି ବେଶୀ ଆକର୍ଷିତ ହେବେ। ସ୍ୱାସ୍ଥ୍ୟ ଦୃଷ୍ଟିରୁ ଏପ୍ରିଲ ମାସଟିରେ ତୁଳାରାଶିଜାତ ବ୍ୟକ୍ତିବିଶେଷ ଚିନ୍ତା କରିବାର କିଛି ନାହିଁ। କାରଣ ଏ ମାସରେ ସେପରି କିଛି ସ୍ୱାସ୍ଥ୍ୟଗତ ସମସ୍ୟା ଉପୁଜିବ ନାହିଁ। କେବଳ ନିତ୍ୟ ନୈମିତିକ ଥଣ୍ଡା କାଶ ସର୍ଦ୍ଦିକୁ ଛାଡ଼ିଦେଲେ ନୂତନ ସ୍ୱାସ୍ଥ୍ୟ ସମସ୍ୟାର ସମ୍ଭାବନା ପ୍ରାୟ ନାହିଁ। ଏ ତ ଗଲା ମୋଟାମୋଟି ଭାବରେ ତୁଳାରାଶି ପାଇଁ ଏପ୍ରିଲ ମାସର ମାସିକ ରାଶିଫଳ। ମାସଟିରେ ରହିଥିବା ଅଶୁଭତ୍ୱକୁ ଦୂର କରି ଶୁଭଫଳ ପାଇବା ନିମନ୍ତେ ତୁଳାରାଶି ଅଧିପତି ଶୁକ୍ରଦେବଙ୍କର ଅଧିଷ୍ଠାତ୍ରୀ ଦେବୀ ମା ମହାଲକ୍ଷ୍ମୀଙ୍କର ପୂଜାର୍ଚ୍ଚନା କରନ୍ତୁ। ପ୍ରତ୍ୟହ ମହାଲକ୍ଷ୍ମୀ ଅଷ୍ଟକ ପାଠ କଲେ ଧନଧାନ୍ୟର ବୃଦ୍ଧି ଘଟିଥାଏ। ପରିଶେଷରେ ଶ୍ରୀକ୍ଷେତ୍ର ପୁରୀରେ ବିରାଜିତ ମହାବିଷ୍ଣୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କଲେ ସମସ୍ତ ମନସ୍କାମନା ପୂରଣ ହୋଇ ରହିଥିବା ବିପଦରୁ ରକ୍ଷା ମିଳିଥାଏ। ଜୟ ଜଗନ୍ନାଥ। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍, କମେଣ୍ଟ, ସବସ୍କ୍ରାଇବ୍ ଓ ସେୟାର କରିବାକୁ ଅନୁରୋଧ। ନମସ୍କାର। ତପନ।